ଦ୍ୱାରକାର ଅଧିପତି ପ୍ରଭୁ ଶ୍ରୀକୃଷ୍ଣ ସବୁବେଳେ ନିଜ ଭକ୍ତମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିଲେ। ଦିନେ ସେ ଅନୁଭବ କଲେ ଯେ ତାଙ୍କର ବାହନ ଗରୁଡ଼ଙ୍କ ମନରେ ନିଜ ଶକ୍ତି ଓ ବେଗକୁ ନେଇ ଅହଙ୍କାର ଆସିଯାଇଛି। ଗରୁଡ଼ ଭାବୁଥିଲେ ଯେ ସାରା ବ୍ରହ୍ମାଣ୍ଡରେ ତାଙ୍କଠାରୁ ଅଧିକ ବେଗବାନ ଏବଂ ଶକ୍ତିଶାଳୀ ଆଉ କେହି ନାହାନ୍ତି। ପକ୍ଷୀରାଜ ଗରୁଡ଼ ନିଜର ବିଶାଳ ଡେଣା ମେଲାଇ ଆକାଶରେ ଉଡ଼ୁଥିବା ବେଳେ ବହୁତ ଗର୍ବ ଅନୁଭବ କରୁଥିଲେ। ସେ ମନେ ମନେ ଭାବୁଥିଲେ, ମୁଁ ଚାହିଁଲେ ମୁହୂର୍ତ୍ତକ ମଧ୍ୟରେ ପୃଥିବୀ ପରିକ୍ରମା କରିପାରିବି। ମୋ ସମାନ କେହି ନାହାନ୍ତି। ଶ୍ରୀକୃଷ୍ଣ ଜାଣିଥିଲେ ଯେ ଏହି ଅହଙ୍କାର ଗରୁଡ଼ଙ୍କ ପାଇଁ କ୍ଷତିକାରକ ହେବ। ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ନିଜ ପାଖକୁ ଡାକିଲେ ଏବଂ କହିଲେ, ହେ ଗରୁଡ଼, ତୁମକୁ ଏକ ଜରୁରୀ କାର୍ଯ୍ୟ କରିବାକୁ ହେବ। ଗନ୍ଧମାର୍ଦ୍ଦନ ପର୍ବତକୁ ଯାଇ ପବନପୁତ୍ର ହନୁମାନଙ୍କୁ କୁହ ଯେ ପ୍ରଭୁ ଶ୍ରୀରାମ ତାଙ୍କୁ ଦ୍ୱାରକାରେ ଅପେକ୍ଷା କରିଛନ୍ତି। ତାଙ୍କୁ ତୁରନ୍ତ ଏଠାକୁ ନେଇ ଆସ। ଗରୁଡ଼ ଭାବିଲେ, ଜଣେ ବୃଦ୍ଧ ବାନରକୁ ଆଣିବା ପାଇଁ ମୋତେ ପଠାଯାଉଛି। ଏହା ତ ମୋ ପାଇଁ ଅତି ସହଜ କାମ। ସେ ଅତି ଦର୍ପର ସହିତ ଆକାଶ ମାର୍ଗରେ ଗନ୍ଧମାର୍ଦ୍ଦନ ପର୍ବତ ଅଭିମୁଖେ ବାହାରିଲେ। ତାଙ୍କ ଡେଣାର ପବନରେ ସମୁଦ୍ରର ଜଳ ମଧ୍ୟ ଉଛୁଳି ଉଠୁଥିଲା। ପର୍ବତରେ ପହଞ୍ଚି ଗରୁଡ଼ ଦେଖିଲେ ଯେ ହନୁମାନ ଆଖି ବନ୍ଦ କରି ଗଭୀର ଧ୍ୟାନରେ ବସିଛନ୍ତି ଏବଂ ଜୟ ଶ୍ରୀରାମ ନାମ ଜପ କରୁଛନ୍ତି। ତାଙ୍କ ଚେହେରାରେ ଏକ ଅପୂର୍ବ ଶାନ୍ତି ଥିଲା, କିନ୍ତୁ ଗରୁଡ଼ଙ୍କ ମନରେ କେବଳ ନିଜର ବେଗର ଗର୍ବ ଥିଲା।